হঠাৎ গ্যাসটা যে আমাকে হইরাণে পকাইব বলি কিଏ জানিଥିଲା। কালি রাতিরে অଧା রান্ধারে গ্যাসটা সরিগলা। সকাଳୁ ସକାଳୁ ଦିନ ଅଧେ ଉଠିଲେ ଯେ ଏତେ ଯୋଉ ଟେନସନ ଲାଗେ କହିଲେ ବି ସରିବନି। ରାତିର ଟେନସନ ଏତେ ପର୍ଯ୍ୟନ୍ତ ବି ମଥାରୁ ଯାଇନି। କାଲି ରାତିରେ ରାନ୍ଧିଲା ବେଳେ ହଠାତ୍ କିନା ଆମ ଗ୍ୟାସଟା ସରିଗଲା। ସକାଳୁ ଉଠିଲେ ଯେ କେମିତି ଖାଇବା ସେଇ ପାଇଁ ମୋ ମୁଣ୍ଡରେ ଟେନସନ। ଆଉ ସେଇ ପାଇଁ ବେଶୀ ଡେରି ନ କରି ମୁଁ ଲାଗିଗଲି ତୁଡା ଖୋଳିବା ପାଇଁ। କାହିଁକି ନା ଏପଟେ ଆମର ଚୁଲି ବି ବନାଇ ନଥିଲା ଆଉ ଏପଟେ ଗ୍ୟାସଟା ବି ସରିଯାଇଥିଲା। ଆଉ ସେଇ ପାଇଁ ମତେ ବାଲିରେ ବନିବା ପାଇଁ ପଡିଲା ଚୁଲି। ଏତେ ଯେ ହଇରାଣ ମିଲି କେବେ ଭାବି ନଥିଲି। ଏମିତି କେବେ ଆପଣଙ୍କ ସହିତ ହେଇଛି କି? ମାନେ ଅଧା ରାନ୍ଧାରୁ କେବେ ଗ୍ୟାସ ସରି ଯାଇଛି କି? ଆଉ ତୁହୁଡାଟା ଖୋଳି ସାରି ମୁଁ ଲାଗିଗଲି ଜାଳ କାମରେ। ଜାଳ ଗୁଡାକ ଭାଙ୍ଗିଲେ ସିନା ରାନ୍ଧା ହବ। ଜାଳ ଗୁଡାକ ରେଡି କରିସାରିବା ପରେ ଦୁଇ ଭାଇ ବାହାରି ପଡିଥିଲୁ ବାଡି ଭିତରକୁ। କାହିଁକି ନା ଆଳୁ ବାଡିଟିକୁ ଆମକୁ କୁଦାଳିବାର ଥିଲା। ନ କୁଦାଳିଲେ ମାଟି ଗୁଡାକ କେମିତି ଟେକିବ? ଏମିତିରେ ବି ଗଛ ଗୁଡାକ ବହୁତ ବଡ ବଡ ହେଇଗଲା। ଯଦି ଜଲ୍ଦି ଜଲ୍ଦି ମାଟି ନ ଟେକା ହବ ତାହେଲେ ଆଳୁ ଫଳିବନି। ଆଉ ଏ ଶୀତ ତ ଯାହା କରୁଛି ଆଉ ଶୀତ ନ ରହିଲେ ତ ଆଳୁ ଫଳିବନି। ସେଇଥିପାଇଁ ମୁଁ ବେଶୀ ଲେଟ୍ ନ କରି କୁଦାଳିବା ପାଇଁ ଲାଗିଗଲି। ଆଉ ସାଙ୍ଗମାନେ ଏହା ପରେ ଆମର ହବ ମାଟି ଟେକା। ଅପେକ୍ଷା କରନ୍ତୁ, ବହୁତ ଜଲ୍ଦି ଭିଡିଓ ଆସିଯିବ। ଦୁଇ ଭାଇ ମିଶି ଟିକେ ଟିକେ କୁଦାଳି ଦେଲୁ। ଦିନ ଆସି 10ଟା ହେଇଯାଇଥିବାରୁ ମତେ ତ ବହୁତ ଜୋରେ ଭୋକ ଲାଗିଥିଲା। ଆଉ ଭୋକ ଲାଗିବାରୁ ଆମେ ଦି ଭାଇ କହିଲୁ ଚା ଖାଇକି ଆସିବା ତାପରେ କାମ କରିବା। ଆଉ ସମସ୍ତେ ମିଶି ଆମେ ଖାଇ ନେଇଥିଲୁ। ଏମିତିରେ ବି ଆମକୁ ତୁଡା ଖୋଳି ରାନ୍ଧିବା ପାଇଁ ପଡୁଛି ବୋଲି ଆମ ଘରର ମୁଁ ମୋ ବଡ ମାମାକୁ ଡାକି ଦେଇଥିଲି। କାହିଁକି ନା ଆମର ଆଜି ଚୁଲି ବିଛା ହବ। ଆମ ଘର ଭିତରେ ଆମ ବଡ ମାମା ଟିକେ ଚୁଲି ଭଲ ବିଛାନ୍ତି। ଆପଣଙ୍କ ଘର ଭିତରେ କିଏ ଚୁଲି ଭଲ ବିଛାନ୍ତି ଟିକେ କହିବେ ତ। ଆଉ ଆମେ ଦୁଇ ଭାଇ ବେଶୀ ଲେଟ୍ ନ କରି ଲାଗିଗଲୁ ଚୁଲି ଗାତ ଖୋଳିବା ପାଇଁ। ହାଣ୍ଡି ସାଇଜର ଚୁଲି ନ ଖୋଳିଲେ ଚୁଲିଟା ଠିକ ସାଇଜ ରେ ହବ। ମାମାଙ୍କୁ ଗାତ ଖୋଳି ଦେଇ ଆମେ ଦୁଇ ଭାଇ ଲାଗିଗଲୁ କାଦ ଚକୁଟିବା ପାଇଁ। ଆଉ ଏପଟେ ମାମା ଆମର ହାଣ୍ଡି ବସେଇ ଚୁଲିରେ କାଦ ପକେଇବା ପାଇଁ ଲାଗିଗଲେ। ଆଉ ଏପଟେ ସାବି ବି ବହୁତ ହେଲ୍ପ କରୁଥିଲା ମାମାଙ୍କୁ। ଆଜି କି କିଛି ଦିନ ହବ ସାବି ମତେ ବହୁତ ହେଲ୍ପ କରୁଛି। ମାମା ସହିତ ଟିକେ ସାବି ଲାଗିଲା ବେଳକୁ ଯାହା ହଉ ଚୁଲିଟା ଆମର ଜଲ୍ଦି ଜଲ୍ଦି ହେଇଗଲା। ମାମା କହିଲେ ଛୁଆ ଚୁଲି ଶୁଖିଲା ପରେ ଯାଇକି ମୁହଁ ଭଙ୍ଗା ହବ। ପାଖାପାଖି 2-3 ଦିନ ଲାଗିବ। ମୁଁ କହିଲି ହଉ ତାହେଲେ ଠିକ ଅଛି। ଆଉ ତାପରେ ମୁଁ ଭାରି ପଡିଲି ମାର୍କେଟ। କାହିଁକି ନା ଖରା ବେଳ ଖାଇବା ପାଇଁ ମାଛ ଆଣିବାର ଥିଲା। ତ ସାଙ୍ଗମାନେ ଭିଡିଓ ଯଦି ଭଲ ଲାଗିବ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରିବା ଭୁଲିବେନି। ରହିଲି, ଦେଖା ହବ ପୁଣି ନେକ୍ସଟ ଭିଡିଓରେ। ଜୟ ଜଗନ୍ନାଥ।